ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015ରେ ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025ରେ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। ପ୍ରଥମ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା 2026ରେ ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି, ଯୋଗ ଏବେ ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରୁଛି। ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ ମୁଖ୍ୟମନ୍ତ୍ରୀ ସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ ପର୍ଯ୍ୟଟନ, କୃଷି ଓ ଉଦ୍ୟାନ କୃଷି, ନିବେଶ ପ୍ରୋତ୍ସାହନ, ଆତ୍ମନିର୍ଭରଶୀଳତା, କ୍ରୀଡ଼ା, ଅର୍ଥନୈତିକ କରିଡରର ବିକାଶ, ଭିତ୍ତିଭୂମି ଏବଂ ସହରାଞ୍ଚଳ ସଂଯୋଗୀକରଣ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଆଲୋଚନା ହେବ। 2047 ସୁଦ୍ଧା ଉତ୍ତର ପୂର୍ବାଞ୍ଚଳକୁ ଆର୍ଥିକ ଅଭିବୃଦ୍ଧି ସଂଯୋଗୀକରଣ, ନବସୃଜନ ଏବଂ ସାଂସ୍କୃତିକ ସମୃଦ୍ଧିର କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଆଜିର ଅଧିବେଶନରେ ଯୋଜନା ପ୍ରସ୍ତୁତ ହେବ। ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ 8ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 2 ଦିନିଆ ତ୍ରିପୁରା ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚିବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଓ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରାଣାସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11ଟି ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱ ପ୍ରସିଦ୍ଧ GI ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 ଜଣ କଳାକାର ଏହି ପ୍ରଦର୍ଶନୀରେ ବାରାଣାସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି ବୈଦେଶିକ ମନ୍ତ୍ରଣାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି ୱାଶିଂଟନ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ର ସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14ଟି ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14ଟି ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତ୍ତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ ସଂଘର୍ଷ ସମ୍ପର୍କରେ କହିଛନ୍ତି ରୁଷ କିମ୍ବା ୟୁକ୍ରେନ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମନ୍ତ୍ର ନେଇ ଭାରତରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ 12 ବର୍ଷର ସଫଳତା ନେଇ ଆକାଶବାଣୀ ସମ୍ବାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଜାଣିବା ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016ରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016ରେ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 2,23,000କୁ ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021 ମସିହାରେ ନୂଆ ଇ-ଫାଇଲିଂ ପୋର୍ଟାଲ ଖୋଲାଯାଇଛି। 2017ରେ ଦ୍ରବ୍ୟ ଓ ସେବାକର GST ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ MSME ପଞ୍ଜୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 8,31,000 MSME ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। 2016ରେ ସରକାରୀ ଇ-ମାର୍କେଟ ପ୍ଲେସ୍ ଜେମ୍ ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗର ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚିବେ। ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ବୈଠକରେ ପୂର୍ବାଞ୍ଚଳ, ଦକ୍ଷିଣ ପୂର୍ବାଞ୍ଚଳ, ଉତ୍ତର ପୂର୍ବାଞ୍ଚଳ ଏବଂ ମେଟ୍ରୋ ରେଳର ମହାପ୍ରବନ୍ଧକମାନେ ଯୋଗଦେବେ। ଶ୍ରୀ ମାଝୀ କହିଛନ୍ତି ପଶ୍ଚିମବଙ୍ଗରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କେନ୍ଦ୍ର ରାଜ୍ୟ ସମ୍ପର୍କ ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯିବ। ବ୍ରିଟେନ୍ର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ୟେଭେଟ୍ କୁପର ଗତକାଲି 2 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀମତୀ କୁପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଏବଂ ଇରାନ ମଧ୍ୟରେ କୂଟନୈତିକ ବୁଝାମଣା ସକାରାତ୍ମକ ଦିଗରେ ଗତି କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ତେବେ ଚୂଡ଼ାନ୍ତ ବୁଝାମଣା ନେଇ ଅନିଶ୍ଚିତତା ଜାରି ରହିଥିବା ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ତେହେରାନ ସହ କୂଟନୈତିକ ବୁଝାମଣା ଦିଗରେ ଆଲୋଚନା ଭଲ ଭାବେ ଚାଲିଛି ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ସଫଳତା ମିଳିବା ଆଶା କରାଯାଉଛି। ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 1-0 ଗୋଲ୍ରେ ଭୁଟାନକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି। 5 ଥରର ଚମ୍ପିୟନ ଭାରତ ଆସନ୍ତା ଶନିବାର ଦିନ ଭାରତୀୟ ସମୟ ସନ୍ଧ୍ୟା 6:30ରେ ବାଂଲାଦେଶ ବିପକ୍ଷରେ ଅବତୀର୍ଣ୍ଣ ହେବ ଏବଂ ଆଜିଠାରୁ ମଙ୍ଗୋଲିଆରେ ଆରମ୍ଭ ହେଉଥିବା ଉଲାନବାଟର ଓପନ୍ ର୍ୟାଙ୍କିଙ୍ଗ ସିରିଜ୍ ପ୍ରତିଯୋଗିତାରେ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ।
ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା।